ସାଇକୋଲୋଜି କହିଥାଏ ପୁରୁଷମାନଙ୍କୁ ମହିଳାମାନଙ୍କର ପାଦ ଓ ପେଟ ଦେଖିବା ତାଙ୍କୁ ବହୁତ ଆକର୍ଷିତ କରିଥାଏ। କାରଣ ଏହା ଏଥିପାଇଁ ହୋଇଥାଏ କି ପୁରୁଷମାନେ ମହିଳାମାନଙ୍କର ପ୍ରାକୃତିକ ସୁନ୍ଦରତାକୁ ଅଧିକ ପସନ୍ଦ କରିଥାନ୍ତି। ସାଇକୋଲୋଜି କହିଥାଏ ଶାରୀରିକ ସମ୍ପର୍କ ବନାଇବା ଏହା ପୁରୁଷଙ୍କ ପାଇଁ ଆନନ୍ଦ ହୋଇପାରେ, କିନ୍ତୁ ମହିଳାମାନଙ୍କ ପାଇଁ ଏହା ଆବଶ୍ୟକତା ହୋଇଥାଏ। ସାଇକୋଲୋଜି କହିଥାଏ ଗୋଟେ ସୁନ୍ଦରୀ ସ୍ତ୍ରୀ ସହିତ ଶାରୀରିକ ସମ୍ପର୍କ ବନାଇବା ଦ୍ୱାରା ପୁରୁଷଙ୍କୁ ସବୁଠାରୁ ଅଧିକ ସୁଖ ପ୍ରାପ୍ତି ହୋଇଥାଏ। ସାଇକୋଲୋଜି କହିଥାଏ ଯେତେବେଳେ ଗୋଟେ ମହିଳାକୁ ନିଜ ପସନ୍ଦର ପୁରୁଷ ସହିତ ଶାରୀରିକ ସମ୍ପର୍କ ବନାଇବାର ମୌକା ମିଳିଥାଏ, ତେବେ ସେ ପୁରା ବସ୍ତ୍ରହୀନ ହୋଇ କରିଥାଏ। ସାଇକୋଲୋଜି କହିଥାଏ 30ରୁ 40 ବର୍ଷର ମହିଳାଙ୍କ ଭିତରେ ଶାରୀରିକ ସମ୍ପର୍କ ବନାଇବାର ଆକାଂକ୍ଷା କୁଆଁରୀ ଝିଅମାନଙ୍କ ତୁଳନାରେ ଅଧିକ ଥାଏ। ସାଇକୋଲୋଜି କହିଥାଏ ମହିଳାମାନେ ଶାରୀରିକ ସମ୍ପର୍କ ବନାଇ ସାରିବା ପରେ ଏମିତି ପୁରୁଷଙ୍କୁ କେବେ ବି ଭୁଲି ପାରନ୍ତି ନାହିଁ ଯେଉଁ ପୁରୁଷ ତାଙ୍କ ସହିତ ଅଧିକରୁ ଅଧିକ ରୋମାନ୍ସ କରିଥାନ୍ତି। ସାଇକୋଲୋଜି କହିଥାଏ ଖାଲି ପର୍ସ ମାଧ୍ୟମରେ ସାରା ଦୁନିଆ ତ ବୁଲି ହୁଏ ନାହିଁ, କିନ୍ତୁ ସେହି ଖାଲି ସ୍ପର୍ଶ ପୁରା ଦୁନିଆଟା କେମିତି ଦେଖାଇଥାଏ। ସାଇକୋଲୋଜି କହିଥାଏ ସମୟ ସହିତ ବଦଳିଯିବା ବହୁତ ଜରୁରୀ ହୋଇଥାଏ, କାରଣ ସମୟ ବଦଳିବା ଶିଖାଇଥାଏ, ଅଟକିବା ନୁହେଁ। ସାଇକୋଲୋଜି କହିଥାଏ ଏହା କଳିଯୁଗ ଅଟେ, ଏଠାରେ ଲୋକମାନେ ନିଜର ଅସୁବିଧାରେ କମ୍ ଅନ୍ୟମାନଙ୍କର ଖୁସି ଦେଖି ଅଧିକ ଦୁଃଖୀ ହୋଇଥାନ୍ତି। ସାଇକୋଲୋଜି କହିଥାଏ ସଫଳତାର ଉଚ୍ଚରେ ସେହି ବ୍ୟକ୍ତି ପହଞ୍ଚିଥାଏ ଯିଏ ପ୍ରତିଶୋଧ ବଦଳରେ ପରିବର୍ତ୍ତନ ଚିନ୍ତାଧାରା ରଖିଥାଏ।